ରୁ 9 ଭିତରେ ରଥ ଟଣା ହଉଛି। ସୂର୍ଯ୍ୟାସ୍ତ ପରେ ଟଣା ହେବା କଥା ନୁହଁ। ଏ ଓଡ଼ିଆ ଅସ୍ମିତା ଏବଂ ଏ ଗୋଟେ ପରିବର୍ତ୍ତନ, ସଂସ୍କୃତିର ପରିବର୍ତ୍ତନ, ଭାଷାର ପରିବର୍ତ୍ତନ, ଅସ୍ମିତାର ପରିବର୍ତ୍ତନ। ପ୍ରଭୁ ଜଗନ୍ନାଥ ପ୍ରେମୀଙ୍କୁ ଆଜି ବହୁତ ଦୁଃଖ ଦେଇଛି। ଜଗନ୍ନାଥ ପ୍ରେମୀଙ୍କ ମନରେ ସାରା ବିଶ୍ୱରେ ଜଗନ୍ନାଥ ପ୍ରେମୀ ମାନେ ବହୁତ ଦୁଃଖିତ। ସୂର୍ଯ୍ୟାସ୍ତ ପରେ ରଥ ଟଣା ହେବା କଥା ନୁହଁ। ଆଜି ରଥ ଟଣା ହେଇଛି 7ଟା 9ରେ। ମାନସିକତା ନାହିଁ ଠାକୁରଙ୍କ ସେବା କରିବାରେ, ମାନସିକତା ନାହିଁ ପ୍ରଭୁ ଜଗନ୍ନାଥଙ୍କର ସେବା କରିବାରେ, ପ୍ରଭୁ ଜଗନ୍ନାଥଙ୍କର ରଥଯାତ୍ରାକୁ ଶୃଙ୍ଖଳାରେ ଚଳେଇବା ପାଇଁ ମାନସିକତା ନାହିଁ। ମାନସିକତା ହେଉଛି ନିଜ ଦଳର ପ୍ରଚାର ପ୍ରସାର, ନିଜ ସରକାରୀ ତାଙ୍କର ଯେଉଁ କର୍ମଚାରୀ ଅଛନ୍ତି, ଦଳୀୟ କର୍ମକର୍ତ୍ତା ବିଭିନ୍ନ, ମୁଁ ଦେଖୁଥିଲି ଆଜି ବିଭିନ୍ନ ରାଜ୍ୟରୁ ମଧ୍ୟ କର୍ମକର୍ତ୍ତା ଆସିଛନ୍ତି। ତାଙ୍କର ସେବା କରିବା ଏବଂ ତାଙ୍କର ଚର୍ଚ୍ଚା କରିବାରେ ଯେତିକି ସମୟ ଦେଉଛନ୍ତି ତାଙ୍କର ନେତାମାନେ, ସେତିକି ସମୟ ସରକାର ଯଦି ଦିଅନ୍ତେ, ଆମର ରଥଯାତ୍ରାରେ ଠାକୁରଙ୍କ ପାଇଁ ଦିଅନ୍ତେ, ତାହେଲେ ଭଲରେ ସୁରୁଖୁରୁରେ ରଥଯାତ୍ରା ହେଇଯାନ୍ତା। ନା କର୍ଡନ ଭିତରେ ତ ବହୁତ ଲୋକ ଥିଲେ, ଅଧା କେମିତି ହେଲେ? ଏବେ ଦଳ ଚକଟା, ଆମରି ଆଗରେ ଦଳ ଚକଟା ହେଲେ। ଆପଣଙ୍କର ଏଇଠି ସମସ୍ତେ ବସିଛନ୍ତି, ଓଡ଼ିଶା ସରକାରଙ୍କର ବଡ଼ ବଡ଼ ନେତାମାନେ ବସିଛନ୍ତି, ମୁଖ୍ୟମନ୍ତ୍ରୀ ବସିଛନ୍ତି ଏବଂ ସମସ୍ତ ଅଫିସର ବସିଛନ୍ତି। ହୋମ ସେକ୍ରେଟାରୀଙ୍କଠୁ ଆରମ୍ଭ କରି ଡିସିଙ୍କଠୁ ଆରମ୍ଭ କରି ଚିଫ ସେକ୍ରେଟାରୀ ପର୍ଯ୍ୟନ୍ତ ସମସ୍ତେ ବସିଛନ୍ତି। ତାଙ୍କ ସାମ୍ନାରେ ଦଳ ଚକଟା ହେଉଛି, ତାଙ୍କ ସାମ୍ନାରେ ଠାକୁରଙ୍କ ଟାହିଆ ଖସି ପଡୁଛି। ଏବଂ କେବେ ମୁଁ ବୋଧେ ବହୁତ ଥର ପ୍ରଭୁଙ୍କ ଦୟାରୁ ରଥଯାତ୍ରା ଆସିବାର ସୁଯୋଗ ପାଇଛି। ପ୍ରଭୁଙ୍କ ଦୟାରୁ ଖାଲି ମୁଣ୍ଡରେ ଜଗନ୍ନାଥ କେବେ ଆସନ୍ତିନି ବଡ଼ ଦାଣ୍ଡକୁ। ଟାହିଆ ହେଲେ ଆସୁଛି, କାଳିଆ ଆସୁଛି। ଆଜି ଟାହିଆ ଦେଖି ପାରିଲାନି। ହଁ, ସୋଲ ଭିଜିଗଲା, ଅନ୍ୟ ଠାକୁରଙ୍କର ଭିଜିଲାନି, କାଳିଆ ଠାକୁରଙ୍କର ଭିଜିଗଲା। ସୋଲ ଭିଜିଗଲେ ସୋଲ ଭାସେ, ସୋଲ ଛିଣ୍ଡି ଯାଏନି। ସୋଲଟା କାଗଜ ନୁହଁ, ଛିଣ୍ଡିକି ପଡିଯିବ। କାଳିଆ ରୁଷିଛନ୍ତି କି କାଳିଆ ରୁଷଉଛନ୍ତି କାହାକୁ ଦେଖିବେନି। ସରକାର ନିଶ୍ଚିତ ଭାବରେ ସରକାର ଫେଲ କରିଛନ୍ତି ରଥଯାତ୍ରା ନିୟନ୍ତ୍ରଣ କରିବାରେ। ସରକାରଙ୍କର ଆନ୍ତରିକତା ନାହିଁ ଯେ ଠାକୁରଙ୍କର ସେବା କରିବା। ସରକାର କେବଳ ନିଜ ଦଳର ଏବଂ ବିଭିନ୍ନ ରାଜ୍ୟରୁ ଆସୁଥିବା ତାଙ୍କ କର୍ମକର୍ତ୍ତାଙ୍କର ଯୋଉ ଚର୍ଚ୍ଚାରେ ବ୍ୟସ୍ତ, ସେତିକି ଚର୍ଚ୍ଚା ଯଦି ଠାକୁର ଏବଂ ରଥଯାତ୍ରା ପାଇଁ ସେ କରିଥାନ୍ତେ, ଏଭଳି ଅଘଟଣ ଘଟି ନଥାନ୍ତା।